ପାଚେରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶିଶୁ ଶ୍ରମିକ। ନବରଙ୍ଗପୁର ଜିଲ୍ଲା ରାୟଘର ବ୍ଲକ କୋଷଗଙ୍ଗା ପଞ୍ଚାୟତ ଆଦିପାରା ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ରହିଥିବା ଦେଖିବାକୁ ମିଳିଛି। ଶିଶୁ ଶ୍ରମିକଙ୍କ ପାଇଁ ବିଭିନ୍ନ ଆଇନ ନିୟମ ରହିଥିବା ବେଳେ ସରକାରଙ୍କ ମାଳମାଳ ଯୋଜନା ଏଠି ଫେଲ୍ ମାରିଛି। କଣ ବୟସରେ ଯେତେବେଳେ ଛାତ୍ରୀଙ୍କ ହାତରେ କଲମ ରହିବା କଥା ସେତେବେଳେ କୋଦାଳ ଧରି ବାଲି ସିମେଣ୍ଟ ବୋହୁଥିବା ଦେଖିବାକୁ ମିଳିଛି। ଖରାର ପ୍ରକୋପ ଯେଉଁଭଳି ଭାବେ ବଢୁଛି, ଏତେ ଖରାରେ ନାବାଳିକାମାନେ ରାସ୍ତା କଡ଼ରେ ଥିବା ବିଦ୍ୟାଳୟରେ ବାଲି ସିମେଣ୍ଟ ବୋହୁଥିବା ନଜରକୁ ଆସିଛି, ଯାହାକି ଅତି ଦୁଃଖଦ ଘଟଣା। କେନ୍ଦ୍ର ରାଜ୍ୟ ସରକାରଙ୍କ ଅନେକ ଜନହିତକର ଯୋଜନା ଜିଲ୍ଲାରେ ଚାଲୁଥିବା ବେଳେ ଏହି ଉପାନ୍ତ ତଥା ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଦାଦନ ଖଟିବାକୁ ବୟସ୍କ ବ୍ୟକ୍ତି ବାହାର ଜିଲ୍ଲା ଓ ରାଜ୍ୟକୁ ଯାଇ ଶୋଷଣର ଶିକାର ହେଉଥିବା ବେଳେ ନାବାଳକ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରି ଦଲାଲ ଠିକାଦାର କର୍ମଚାରୀମାନେ ମାଲେମାଲ ହେଉଥିବା ଦେଖିବାକୁ ମିଳିଛି। ଉମରକୋଟରୁ ମନୋଜ କୁମାର ନାୟକଙ୍କ ରିପୋର୍ଟ ଟୁଡେ।